ଲିଖନୀରେ କାହାଣୀ। ଆଜିର ଗଳ୍ପ ଯେ ପାଞ୍ଚେ ପରର ମନ୍ଦ। ଜଣେ ଲୋକର ଗୋଟିଏ ଛେଳି ଏବଂ ଗୋଟିଏ ଗଧ ଥିଲା। ସେ ଗଧକୁ ତ ବହୁତ କାମ କରିବାକୁ ପଡ଼େ, ସେଥିପାଇଁ ମାଲିକ ତାକୁ ଭଲ କରି ଖାଇବାକୁ ଦିଏ, କିନ୍ତୁ ଛେଳିକୁ ମୋଟେ ଖାଇବାକୁ ମିଳେ ନାହିଁ। ଛେଳିର ଏଥିରେ ବହୁତ ହିଂସା ହେଲା। ସେ ଗଧର ଅନିଷ୍ଟ କରିବାକୁ ଚେଷ୍ଟା କଲା। ଦିନେ ଛେଳି ଆସି ସେ ଗଧକୁ କହିଲା, ଭାଇ, ତୁ ତ ବହୁତ କାମ କରୁଛୁ ଏବଂ କଷ୍ଟରେ ବି ଅଛୁ, ତେଣୁ ତୁ ଯଦି ମିଛରେ ତୋ ଦେହ ଖରାପ ଅଛି ବୋଲି କହିବୁ, ତେବେ ତୋତେ ଆରାମରେ ଖାଇବାକୁ ମିଳିବ। ଗଧ ବି ଛେଳି କଥା ମାନି ସେଇଆ କଲା। ମାଲିକ ତୁରନ୍ତ କବିରାଜଙ୍କୁ ଡାକି ଗଧକୁ ଦେଖାଇଲା। କବିରାଜ ଗୋଟିଏ ଔଷଧ ତିଆରି କଲେ, ଯେଉଁଥିରେ କି ଛେଳିର କଲିଜା ଦରକାର ହେଲା। ସେଥିପାଇଁ ମାଲିକ ସେ ଛେଳିକୁ ମାରି ତା କଲିଜାରେ ହିଁ ଔଷଧ ତିଆରି କଲେ। ଯିଏ ପରକୁ ମନ୍ଦ ବୁଦ୍ଧି ଦିଏ, ଶେଷରେ ତାର ହିଁ ଅନିଷ୍ଟ ହୋଇଥାଏ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।